ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ ନବମ ଶ୍ରେଣୀ ସାହିତ୍ୟ ବହିର ବିଷୟ ଭାଷା ଓ ଜାତୀୟତା। ଏହାର ଲେଖକ ହେଉଛନ୍ତି ଗୋପବନ୍ଧୁ ଦାସ। ଏହି ବିଷୟର ଅଭ୍ୟାସ କାର୍ଯ୍ୟ ଆଜି ଆମେ ଆଲୋଚନା କରିବା। ଚାଲ ଦେଖିବା। ଆଜି ଆମେ ସପ୍ରସଙ୍ଗ ସରଳାର୍ଥ ଲେଖ ଦେଖିବା। ଦେଖ 14 ନମ୍ବର ପ୍ରଶ୍ନ କରିଲା, ଆର୍ଯ୍ୟ ଋଷିମାନେ ବୁଝିଥିଲେ ଭାବ ଏବଂ ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା। ଏହାର ଉତ୍ତର ଦେଖ କ'ଣ ହେବ। ଉତ୍ତର ଦେଖ କ'ଣ ହେବ। ଆର୍ଯ୍ୟ ଋଷିମାନେ ଏକମାତ୍ର ପନ୍ଥା। ଉକ୍ତ ଗଦ୍ୟାଂଶଟି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖିତ ଭାଷା ଓ ଜାତୀୟତା ପ୍ରବନ୍ଧରୁ ଆସିଅଛି। ଏଠାରେ ପ୍ରାବନ୍ଧିକ ଭାଷାର ଏକତା ହିଁ ଜାତୀୟତା ପାଇଁ କିପରି ସହାୟକ ତାହାର ବିଚାର ଆଲୋଚନା କରିଛନ୍ତି। ବହୁ ଆଞ୍ଚଳିକ ଭିନ୍ନତା ସତ୍ତ୍ୱେ ଭାରତରେ କିପରି ଜାତୀୟତା ସମ୍ଭବ ହୋଇପାରିବ ସେ ସମ୍ପର୍କରେ ପ୍ରାବନ୍ଧିକ ନିଜସ୍ୱ ଅଭିମତ ପ୍ରଦାନ କରିବାକୁ ଯାଇ ଏହା କହିଛନ୍ତି। ଭାରତରେ ଅତୀତ ଇତିହାସର ସୂଚନା ଦେଇ ସେ କହିଛନ୍ତି, ପୂର୍ବରୁ ଭାରତରେ ପ୍ରାଦେଶିକ ସ୍ୱତନ୍ତ୍ର ଥିଲା, ତଥାପି ସବୁ ଭିତରେ ଭାରତୀୟଙ୍କ ମନରେ ଜାତୀୟତା ଭାବ ରହିଥିଲା। ଏହାର ମୂଳ କାରଣ ହେଉଛି ଆର୍ଯ୍ୟ ଋଷିଙ୍କର ଦୃଷ୍ଟିଭଙ୍ଗୀ ଓ ବିଚାରବୋଧ। ଅତୀତରେ ଭାରତୀୟ ଏକତାର ମୂଳମନ୍ତ୍ର ଥିଲା ଆର୍ଯ୍ୟ ସଭ୍ୟତା। ସେହି ଆର୍ଯ୍ୟ ଋଷିମାନଙ୍କର ଭାବଗତ ଏକତା ହିଁ ଜାତୀୟତାର ଥିଲା ମେରୁଦଣ୍ଡ। ଏହି ଭାବଗତ ଏକତା ପାଇଁ ଭାଷାର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଅତୀତରେ ସଂସ୍କୃତ ଭାଷା ହିଁ ଭାରତର ଐକ୍ୟ ପ୍ରତିଷ୍ଠା ପାଇଁ ଥିଲା ସହାୟକ। ଆର୍ଯ୍ୟ ଋଷିମାନେ ଅନୁଭବ କରିଥିଲେ ଭାଷାର ଏକତା ହିଁ ବିଭିନ୍ନ ପ୍ରଦେଶରେ ଥିବା ନର ନାରୀଙ୍କ ଭିତରେ ପ୍ରାଣର ମିଳନକୁ ସମ୍ଭବ କରିପାରିବ। ପ୍ରାଚୀନ ଭାରତର ଏକତା ଓ ଜାତୀୟତା ବୋଧକୁ ବୈଦିକ ଭାବ ଓ ସଂସ୍କୃତ ଭାଷା ହିଁ ସୁଦୃଢ଼ କରିପାରିଥିଲା। ବାସ୍ତବରେ ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେ ହୋଇଥାଏ। ବର୍ତ୍ତମାନ ଦେଖ 15 ନମ୍ବର ପ୍ରଶ୍ନ, ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ। ଉତ୍ତର କ'ଣ? ଭାଷାର ଭାବର ଏକତା ସୁନିଶ୍ଚିତ। ଆଲୋଚ୍ୟ ଗଦ୍ୟାଂଶଟି ପ୍ରାବନ୍ଧିକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖିତ ଭାଷା ଓ ଜାତୀୟତା ପ୍ରବନ୍ଧରୁ ଆସିଅଛି। ଏଠାରେ ପ୍ରାବନ୍ଧିକ ଭାବଗତ ଏକତା ପାଇଁ ଭାଷାଗତ ଏକତା ଉପରେ ଗୁରୁତ୍ୱ ଦେବା ପାଇଁ ସୁନିଶ୍ଚିତ ପରାମର୍ଶ ଦେଇଛନ୍ତି। ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ରକ୍ଷା ପାଇଁ ଭାବ ଓ ଭାଷା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ପ୍ରଥମେ ଏସବୁ ଉପରେ ଗୁରୁତ୍ୱ ଦେଲେ ଜଣାଯାଏ ଯେ ଭାବ ଏବଂ ସଭ୍ୟତା ମୂଳରେ ରହିଛି ଭାଷା। ଯଦି ଭାଷାର ଏକତା ରହିବ ତାହେଲେ ଭାବର ଏକତା ନିଶ୍ଚୟ ରହିବ। ଆଧୁନିକ ପୃଥିବୀର ସମସ୍ତ ସଭ୍ୟ ଦେଶ ଏହି ନୀତିକୁ ଦୃଢ଼ ଭାବରେ ଗ୍ରହଣ କରିଛନ୍ତି। ଭାରତବର୍ଷରେ ବିଭିନ୍ନ ପ୍ରଦେଶ ରହିଛି। ସମସ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ୱାର୍ଥ ମଧ୍ୟ ରହିଛି। ଏହି ସ୍ୱାର୍ଥ ସାଧନ ହେତୁ ଭାରତର ଏକତା ରକ୍ଷା କରିବା ଅସମ୍ଭବ ହୋଇପଡ଼ୁଛି। ଏହି ପରିପ୍ରେକ୍ଷୀରେ ଭାଷାଗତ ଏକତା ହିଁ ଏହି ସମସ୍ୟାର ସମାଧାନ କରିପାରିବ, କାରଣ ଭାବ ଏବଂ ସଭ୍ୟତା ମୂଳରେ ରହିଛି ଭାଷା। ଭାଷାର ଏକତା ନ ଆସିବା ପର୍ଯ୍ୟନ୍ତ ଭାବର ମିଳନ ସମ୍ଭବ ହେବ ନାହିଁ। ଏହି ଭାବର ଅଭାବରେ ଏକତା ଅସମ୍ଭବ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି। ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରିଛି। ପ୍ରଶ୍ନ ନମ୍ବର 16, ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶ ଭାଷା ଗ୍ରହଣ କରିବା ଉଚିତ। ଉତ୍ତର, ଏହି ନାନାବିଧ ଗ୍ରହଣ କରିବା ଉଚିତ। ଉତ୍ତର ଦେହ କ'ଣ? ଉକ୍ତ ଗଦ୍ୟାଂଶଟି ପ୍ରାବନ୍ଧିକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଭାଷା ଓ ଜାତୀୟତା ପ୍ରବନ୍ଧରୁ ଆସିଅଛି। ପ୍ରାଦେଶିକ ସ୍ତରରେ ରହିଥିବା ବିଭିନ୍ନ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସମସ୍ତଙ୍କୁ ସେହି ସ୍ଥାନର ଭାଷାକୁ ଆପଣେଇ ନେବାକୁ ହେବ ବୋଲି ପ୍ରାବନ୍ଧିକ ଏଠାରେ ସୂଚନା ଦେଇଛନ୍ତି। ପ୍ରାବନ୍ଧିକଙ୍କ ମତରେ ବର୍ତ୍ତମାନର ସବୁ ପ୍ରକାର ସୁବିଧା ପାଇଁ ଗୋଟିଏ ପ୍ରଦେଶରେ ଅନେକ ଲୋକ ବାସ କରୁଛନ୍ତି। ସେହି ଲୋକମାନେ ଯଦି ଗୋଟିଏ ଭାଷାକୁ ଗ୍ରହଣ କରି ନିଅନ୍ତେ ତାହେଲେ ସେମାନଙ୍କ ମଧ୍ୟରେ ଭାବ ବିନିମୟର ଆଉ କୌଣସି ଅସୁବିଧା ରହନ୍ତା ନାହିଁ। ଭାବ ଓ ଭାଷା ଏକତା ହେଲେ ଜାତୀୟତା ବୋଧ ଆଣିବା ଅସମ୍ଭବ ହେବ ନାହିଁ। ପ୍ରାବନ୍ଧିକ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇ କହିଛନ୍ତି, ଏଠାରେ ନାନା ଜାତିର ଲୋକେ ବାସ କରୁଥିଲେ ବି ଇଂରେଜୀ ଭାଷାକୁ ମୂଳ ଭାଷା ରୂପେ ଗ୍ରହଣ କରାଯାଇଛି। ଇଂରେଜୀ ଭାଷାକୁ ଗ୍ରହଣ ନ କରିବା ଯାଏ କାହାକୁ ଯୁକ୍ତରାଷ୍ଟ୍ରର ପ୍ରଜା ଭାବରେ ପରିଚିତ କରାଯିବ ନାହିଁ। ବର୍ତ୍ତମାନ ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ଦେଶର ନିର୍ଦ୍ଦିଷ୍ଟ ଭାଷାକୁ ଗ୍ରହଣ କରିବାକୁ ପଡ଼ିବ। ଭାଷାର ଏକତା ଆସିଲେ ସମସ୍ତଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି ହେବ। ବାସ୍ତବିକ ପ୍ରାବନ୍ଧିକଙ୍କ ଚିନ୍ତାଧାରା ବେଶ୍ ଯୁକ୍ତିଯୁକ୍ତ ମନେ ହୋଇଥାଏ।